ବନ୍ଧୁ ଅପମାନ ସହି ଏବଂ ଅଲଗା ହୋଇ ଯେକୌଣସି ବ୍ୟକ୍ତି ସମ୍ପର୍କ ଭାଙ୍ଗି ପାରେ, କିନ୍ତୁ ଅପମାନ ସହି ପରେ ମଧ୍ୟ ସମ୍ପର୍କକୁ ଧରି ରଖିବା ପାଇଁ ଜଣେ ବ୍ୟକ୍ତିଙ୍କ ହୃଦୟ ବଡ଼ ହେବା ଆବଶ୍ୟକ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 3 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 20 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଯାହା ରାତ୍ରି 2:19 ପର୍ଯ୍ୟନ୍ତ ରହୁଛି। ତାପରେ ନବମୀ ତିଥି ଆରମ୍ଭ ହଉଛି। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର, ଯାହା ରାତ୍ରି 4:49 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:09 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:17। ଆଜି ଯୁଗ୍ନି ରହିଛି, ଯାହାକି ଐଶାନ କୋଣେ ରାତ୍ରି 2:19 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ରାତ୍ରି 1:49 ପର୍ଯ୍ୟନ୍ତ ଏକ ପାଦ ପୁଷ୍କର ଦୋଷ, ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ଏବଂ ବଂଶହାନି। ଆଜି ଅଷ୍ଟମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନଡ଼ିଆ। ଆଜି ଶୁଭ କାର୍ଯ୍ୟ ଆପଣମାନେ କରିପାରିବେ ବିବାହ ପାଣି ଗ୍ରହଣ। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେବ, ଯାହା ରାତ୍ରି 4:49 ଭିତରେ, ତେବେ 7 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଶୁଭ ବାର୍ତ୍ତା। ଆଜି ଆମେ ଜାଣିବା କେଉଁ ସ୍ଥାନରେ ଛୁଆଁ ଅଛୁଆଁ ନାହିଁ। ଗଙ୍ଗା ଜଳ, କ୍ଷୀର ଫଳ, କୈବଲ୍ୟ, ଗୋରୁ ମଳ, ନୌକାରେ ଯିବା ସମୟରେ, ଶତ୍ରୁ ଆକ୍ରମଣ ସମୟରେ, ଦେବାଳୟ ମଧ୍ୟରେ, ଅନ୍ଧାରକାରରେ, ଯଜ୍ଞ ମଣ୍ଡପରେ, ଜନଗହଳି ମଧ୍ୟରେ, ଯାତ୍ରା ସମୟରେ, ହାଟ ବା ସଭା ମଧ୍ୟରେ, ରଥ ଉପରେ, ମଞ୍ଚ ଉପରେ, ବୃକ୍ଷ ଉପରେ, ଜଳ ମଧ୍ୟରେ, ଆନନ୍ଦ ବଜାର ମଧ୍ୟରେ, ପବିତ୍ର ପୀଠସ୍ଥଳରେ ଏବଂ ତୀର୍ଥ ସ୍ଥାନରେ, ଏହି ସବୁ ସ୍ଥାନରେ କୌଣସି ଛୁଆଁ ଅଛୁଆଁ ଦୋଷ ଲାଗେ ନାହିଁ। ଆଜିର ଅଶୁଭ ବେଳା, ଯାହା ଦିବା 3:05 ଦିବା 4:44 ମଧ୍ୟ ରହିଛି ରାହୁକାଳ ଯୁଗ। ସେହିଭଳି ଦିବା 6:47 ଦିବା 8:25 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 1:24 ଦିବା 2:58 ମଧ୍ୟ ରହିଛି କାଳ ବେଳା। ତେଣୁ କାଳ ବେଳା, ବାର ବେଳା, ରାହୁକାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 6:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:09 ଦିବା 11:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 6:37 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି
ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହିଛି। ତେଣୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଆଡ଼କୁ ଶୀର୍ଷରେ ନେଇ ପହଞ୍ଚି ପାରିବେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣ ଚାକିରି ସମ୍ବନ୍ଧରେ ନିଶ୍ଚିତ ନିଜର କାର୍ଯ୍ୟ ଧ୍ୟାନ ସହକାରେ କରନ୍ତୁ ଏବଂ ଦେଖିବେ ଆପଣ ଧୀରେ ଧୀରେ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ନେବ। ତେବେ ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟମ ଧରଣର ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଧ୍ୟାନପୂର୍ବକ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଅନେକ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ଆଘାତ ଦେଇପାରେ, ଯାହାକି ମାନସିକ ସ୍ତରରେ ଆପଣ ଟିକେ ଅସ୍ଥିର ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ି ରହିବ, ଯାହାକି ଅନେକ ପ୍ରକାର ପ୍ରୋବ୍ଲେମ ଆସିବ। ଯଦି ପୂର୍ବରୁ ଆପଣଙ୍କର ରୋଗ ସମସ୍ୟା ଥିବ, ଆଜି ଆପଣଙ୍କୁ ନୈରାଶ୍ୟ ଏବଂ ବହୁତ ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ମେଷ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ନୈରାଶ୍ୟ ହବାକୁ ପଡ଼ିବ। ମାନସିକ ସ୍ତରରେ ଆପଣ ଅଶାନ୍ତି, ତତ୍ସହିତ କାର୍ଯ୍ୟରେ ଆଦୌ ମନ ନ ଲାଗିପାରେ। ତେଣୁ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଆପଣଙ୍କର ବାଧା ବିଭିନ୍ନ ପ୍ରକାର ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିଲେ ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ ନିଶ୍ଚିତ ଉପରସ୍ଥ ଅଫିସରଙ୍କ ଠାରୁ ଗାଳି ଶୁଣିବାରୁ ଦୂରତା ଅବଲମ୍ବନ କରିପାରିବେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆଜି ପରିବାର ବର୍ଗଙ୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କଳହ ଯୋଗ ରହୁଛି। ତେଣୁ ଧ୍ୟାନପୂର୍ବକ ସମ୍ପର୍କ ଭଲ ଭାବେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଆଜି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟ କରୁଥିଲେ ସାବଧାନ ହୋଇଯାଆନ୍ତୁ, ନହେଲେ ଆପଣଙ୍କୁ ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡ଼ିବ। ବେପାର ଯେକୌଣସି କରୁଛନ୍ତି ନିଶ୍ଚିତ ସଚେତନ ଏବଂ ଆପଣଙ୍କର ବୁଦ୍ଧି ପ୍ରୟୋଗ କରି ବେପାର କଲେ ଆପଣ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ସଫଳତା ସହିତ ମହା ଆନନ୍ଦରେ କଟିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ବହୁତ ଉତ୍ସାହିତ ସହକାରେ ନିଜର କାର୍ଯ୍ୟ କରିବେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଶୁଭ ଯୋଗ ରହୁଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଭାଗ୍ୟ ଆପଣଙ୍କୁ ସାଥ ଦେବ, ଯାହାକି ସଫଳତା ପ୍ରାପ୍ତ କରିବାର। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
आपण स्वास्थ्य पूर्ण सुस्थ रहिब, कौनसी स्वास्थ्य समस्या रहिब नाही। आज मिथुन राशि व्यक्तिंकर जहाँकि पारिवारिक दृष्टि देखिले आपण निश्चित सफलता रहिब, निज भितर भल संपर्क रहिब। तत्सहित आज प्रेम संबंध रे आपण महा आनंद रे दिन कटिबार पूर्ण सुजोग रहुची। आज मिथुन राशि व्यक्ति राजनैतिक सामाजिक क्षेत्र रे आपणकर दक्षता वृद्धि करिबार एक शुभजुग स्थिति रे रहुची। आज मिथुन राशि व्यक्तिंकर भाग्य संख्या रही 4, भाग्य रंग रहुची जहाँकि आपण धूसर रंग यूज करि पारिबे एवं ग्रह माने आपण को आज 95% साथ दौचंती। एबे चलंतु जानिबा कर्कट राशि व्यक्तिंक विषय रे। कर्कट राशि व्यक्ति आज कर्म क्षेत्र रे आपणकर बाधा सृष्टि करि पारे जहाँकि मानसिक अशांति जुग रहुची। तत्सहित चाकरी संबंध रे आपण को बाधा प्राप्त करिवार जुग बनौची। तेणु यह प्रति निश्चित कर्कट राशि व्यक्ति सचेतन रुहंतु। तत्सहित चाकरी संबंध रे आपण ध्यान पूर्वक कार्य करंतु। आवश्यक स्थले आपण योजना प्रस्तुत करी कार्य करिले सेतरे निश्चित सफलता प्राप्त करिवे कर्कट राशि व्यक्ति। आज कर्कट राशि व्यक्ति राजनैतिक सामाजिक क्षेत्र रे आपणकर दक्षता बढ़ी न पारे जहाँकि अनेक क्षेत्र रे आपण को विफलता एवं मान सम्मान हानि होबार चांस रहुची। तेबे शिक्षार्थी विद्यार्थी मानक पई आज निश्चित भल जुग रही पारे जहाँ आपण भाग्य राशि जना पड़ुची। आज कर्कट राशि व्यक्तिंकर जहाँकि प्रेम संबंध आपण टिके अविश्वास युक्त होई पारे। तेणु ध्यान पूर्वक यह प्रति सचेतन रुहंतु कर्कट राशि व्यक्ति। आज कर्कट राशि व्यक्ति व्यापार वाणिज्य करुथिले निश्चित सावधान रुहंतु। देखिबे व्यापार वाणिज्य जदि निजर बुद्धि प्रयोग करी करिवे सेथिरे अनेक प्रकार सफलता एवं लाभ प्राप्त पाइबे। आज जहाँकि कर्कट राशि व्यक्तिंकर जहाँकि भाग्य संख्या रही 5, भाग्य रंग रहुची धला रंग एवं ग्रह माने आपण को आज 35% साथ दौछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपणक पई निश्चित धैर्य सहकारे कार्य करिवार आवश्यकता रही। गुरुत्वपूर्ण निष्पत्ति ठारू दूरता अवलंबन करंतु। आज आईनगत कार्य रे आपण निश्चित सफलता हेबे किंतु ध्यान पूर्वक निजर कार्य करंतु। आज चाकरी संबंध रे सिंह राशि व्यक्ति अनेक प्रॉब्लम रे पड़ी पारंती। तेबे अतिरिक्त कार्य चाप बढ़िवो जहाँ पई आपण नियम सहित कार्य करि पारिबे नाही एवं अनेक भूल होई पारे। तेणु निश्चित सिंह राशि व्यक्ति यह प्रति सचेतन रुहंतु। सामाजिक क्षेत्र रे एवं राजनीतिक क्षेत्र रे आपणकर दक्षता कमी जिवो। आज शिक्षार्थी विद्यार्थी मानक पई आदु उत्तम जुग होई न पारे। आज सिंह राशि व्यक्तिंकर जहाँकि प्रेम दुनिया रे आपणकर भाग्य ग्रह निम्नगामी रहुची। तेणु भाव प्रवणता ठारू निश्चित निजକୁ दूरता अवलंबन करंतु। आज सिंह राशि व्यक्ति जहाँकि अर्थजनित कारोबार रे आपण ध्यान पूर्वक निजर व्यापार वाणिज्य करंतु। ध्यान जदि न दे करिवे ताहाले आपण अनेक प्रकार क्षति सहिबाकू पड़ी पारे। आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता वृद्धि करि पारे। तेणु निश्चित निजर स्वास्थ्य प्रति सचेतन रहिबार निहाती आवश्यकता रहिछि। आज सिंह राशि व्यक्तिंकर भाग्य संख्या रही 3, भाग्य रंग रहुची कमला रंग एवं ग्रह माने आपण को आज जहाँकि 35% साथ दौछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज कर्म क्षेत्र रे आपणकर अनेक प्रकार विफलता सामना करिबा को पड़िबो। मन भितरे अनेक अशांति परिवेश सृष्टि करिबो। तेणु कन्या राशि व्यक्ति निजर कार्य प्रति ध्यान पूर्वक करिवार आवश्यकता रही। तत्सहित चाकरी संबंध रे अनेक प्रतिरोध आसीबो जहाँ पई आपण मानसिक स्तर दुर्बल अशांति होई पारंती। तेणु कन्या राशि व्यक्ति यह प्रति निश्चित सचेतन रहिबार आवश्यकता रही। तेबे कन्या राशि व्यक्ति सामाजिक राजनीतिक क्षेत्र रे आपण निश्चित आज आपण भल न होई पारे। तेणु
ଏହା ପ୍ରତି ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ଅନେକ ପ୍ରକାର ସମସ୍ୟା ବା କ୍ଷତି ସହିବାକୁ ପଡ଼ିବ। ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରିଲେ ତେବେ ଯାଇକି ଆପଣ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କନ୍ୟା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ରହିବ ନାହିଁ, ଯାହାକି ନିଜ ଭିତରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ସମ୍ବନ୍ଧ ଖରାପ ହେବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କଳହ ଯୁଗ ରହୁଛି। ତେଣୁ ନିଶ୍ଚିତ ନିଜର ପାରିବାରିକ ସମ୍ପର୍କ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କର ଆବଶ୍ୟକ ସ୍ଥଳେ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ। ଦେଖିବେ ଆପଣଙ୍କର ସମ୍ପର୍କ ଭଲ ରହିବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଆପଣଙ୍କୁ ଅସ୍ଥିରତା କରିପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ଼ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଅନେକ ପ୍ରକାର ଶୁଭ ଯୁଗ ସ୍ଥିତି ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ତ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଥିବେ ସେମାନଙ୍କର କାର୍ଯ୍ୟଗୁଡ଼ିକ ଆଜି ଅନେକ ପ୍ରକାର ଶୁଭ ଯୁଗ ସ୍ଥିତିରେ ରହୁଥିବାରୁ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ପ୍ରଶଂସା ସାଉଣ୍ଟିବେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ କର୍ମବୀର ରୂପେ ପରିଚିତ ହୋଇପାରନ୍ତି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ମହା ଆନନ୍ଦ ଯୁଗ ରହୁଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ତୁଳା ରାଶି ବ୍ୟକ୍ତି ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ବିଶେଷ କରି ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ଦୃଷ୍ଟିରୁ ଦେଖିଲେ ସମସ୍ତ ପରିବାର ବର୍ଗଙ୍କ ସହିତ ମିଳିମିଶି ହସ ଖୁସିରେ ଦିନଟି କଟେଇ ପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେଣୁ ଆଜି ଯଦି କୌଣସି ଅର୍ଥଜନିତ ନିଷ୍ପତ୍ତି ନେବେ ତାହା ଅନେକ ପ୍ରକାର ଲାଭ ଦେଇପାରେ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ସ୍ଥିତିରେ ରହୁଛି। ତେଣୁ ଅନେକ ପ୍ରକାର କର୍ମକ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଯୁଗ ରହୁଥିବାରୁ ଅନେକ କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ନିଜର ପ୍ରତିଷ୍ଠା ପରିପ୍ରକାଶ କରିପାରନ୍ତି ଚାକିରି ସମ୍ବନ୍ଧରେ ଏବଂ ସମସ୍ତଙ୍କ ମନ ଜିଣିବାର ଏକ ଉତ୍ତମ ଦିନ ହୋଇପାରେ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ସଫଳତା ପ୍ରାପ୍ତ କରିବାର ଶୁଭ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି, ଯାହା ଆପଣ ଆଜି ପ୍ରେମ ପାଇଁ ଏକ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ମତଭେଦ ଥିବ ତାହା ଦୂରୀଭୂତ ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଦିନ ହୋଇପାରେ,
जहाँ आपणक राशि चक्र जना पड़ुछि। आज बिछा राशि व्यक्तिंकर भाग्य संख्या रही 5, भाग्य रंग रहुछि धला रंग यूज करि परिबे एवं ग्रह माने आपन को आज 95% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज कर्म क्षेत्र रे आपण अनेक प्रकार सफलता प्राप्त योग रहुछि। विशेषकर कर्म क्षेत्र रे आपण राज सम्मान प्राप्त करिवार पूर्ण योग रहुछि धनु राशि व्यक्तिंकर। आज धनु राशि व्यक्तिंकर जहा कि सामाजिक सहित राजनैतिक क्षेत्र रे आपण एक भल प्रतिष्ठावान व्यक्ति रूपे परिचित होवार अनेक चांस रहुछि। आज धनु राशि व्यक्तिंकर जहा कि चाकरी संबंध रे आपणकर भाग्य ग्रह अनेक प्रकार सफलता प्राप्त योग रहुछि जहा आपणक राशि चक्र जना पड़ुछि। आज धनु राशि व्यक्तिंकर जहा कि शिक्षार्थी विद्यार्थी मानक पई एक उत्तम दिन होई पारे जहा आपणक राशि चक्र जना पड़ुछि। आज धनु राशि व्यक्ति जहा कि व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण सुयोग रहुछि। तत्सहित आपण आज निजर प्रेम संबंध रे आपण अनेक प्रकार भल पाइबार पूर्ण सुयोग रहुछि जहा कि रोमांटिक परिवेश पई आज उत्तम दिन होई पारे जहा धनु राशि व्यक्तिंक राशि चक्र जना पड़ुछि। आज धनु राशि व्यक्तिंकर परिवार संबंध भल रहिबो। पूर्वरु जदि किछि आपणकर परिवार संबंध भूल बुझामणा थिबो आज से बुझामणा निश्चित दूरीभूत हेबो भूल बुझामणाटी। आज धनु राशि व्यक्तिंकर जहा कि व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण सुयोग रहुछि जहा आपणक राशि चक्र जना पड़ुछि। आज धनु राशि व्यक्तिंकर जहा कि स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या आपणकर रहिबो नाही। आज धनु राशि व्यक्तिंकर भाग्य संख्या रही जहा कि 3, भाग्य रंग रहुछि आपण बैगणी रंग यूज करि परिबे एवं ग्रह माने आपण को आज 85% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज कर्म क्षेत्र रे आपण समस्त प्रकार कार्य सफलता युग बनउछि जहा आपणक राशि चक्र जना पड़ुछि। आज मकर राशि व्यक्ति चाकरी संबंध रे कार्य गुडी को आपण भल सुयोग रहुछि। तत्सहित आज आपणकर दक्षता युग रहुछि जहा कि प्रतिष्ठा पाइबार अनेक चांस रहुछि। आज कार्य कौशल द्वारा मकर राशि व्यक्ति समस्तंकर मन जिणिबार एक उत्तम दिन बनउछि। आज मकर राशि व्यक्ति जहा कि राजनैतिक सामाजिक क्षेत्र रे आपण अनेक प्रकार जहा कि प्रतिष्ठा लाभ करिबा सहित निजर व्यक्तित्व आपण समाज आगरे परिदर्शन करि पारंती जहा मकर राशि व्यक्ति भाग्य चक्र जना पड़ुछि। आज मकर राशि व्यक्ति जहा कि शिक्षार्थी विद्यार्थी मानक पई उत्तम युग रहुछि। तेणु आपणकर जदि इंटरव्यू एग्जाम थिबो सेथिरे निश्चित कृतकार्य करिवार अनेक चांस रहुछि। आज मकर राशि व्यक्तिंकर जहा कि अर्थजनित व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण शुभ युग रहुछि। तेणु अर्थजनित जेकोसी निष्पत्ति नबा पई आज उत्तम दिन रहुछि मकर राशि व्यक्तिंकर। आज मकर राशि व्यक्तिंकर जहा कि प्रेम दुनिया रे आपण बहुत आनंदित एवं रोमांटिक परिवेश सृष्टि करूछि। आज मकर राशि व्यक्तिंकर परिवार दृष्टि देखिले आपण निश्चित अनेक प्रकार संपर्क भल रखिबे एवं समस्त परिवार वर्ग को नहीं आपण हस खुशी रे दिन कटिबार पूर्ण शुभ युग रहुछि। आज मकर राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या आपणकर रहिबो नाही। आज मकर राशि व्यक्तिंकर भाग्य संख्या रही 9, भाग्य रंग रहुछि हलदिया रंग एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति निजर कर्म क्षेत्र रे आपण अनेक प्रकार शुभ फल युग रहुछि जहा आपणक राशि चक्र जना पड़ुछि। आज जो माने आपणक सहित कंपटीशन करुथिबे किंबा शत्रु माने
ଆପଣ ସେମାନଙ୍କୁ ଆଜି ନାଶ କରିବାର ପୂର୍ଣ୍ଣ ଏକ ଶୁଭ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଅତି ଆନନ୍ଦମୟ ବା ଉତ୍ତମ ଦିନ କହିଲେ ଅତିରିକ୍ତି ହେବ ନାହିଁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଏକ୍ଜାମ କିମ୍ବା ଇଣ୍ଟରଭ୍ୟୁ ଥିଲେ ସେଥିରେ ନିଶ୍ଚିତ କୃତ କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ଭଲ ରହିବ, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ପରିବାର ସମ୍ବନ୍ଧ ଭଲ ରଖିବାର ଏକ ଉତ୍ତମ ଦିନ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ବା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହି ନପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୋଗ ରହିଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଭଲ ସ୍ଥିତି ରହିଛି। ତେଣୁ ଆଜି ବିଶେଷ କରି ଆପଣ ମାଲି ମକଦ୍ଦମାରେ ଆପଣ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ସମସ୍ତ ପ୍ରକାର ସୁଖ ପ୍ରାପ୍ତ କରିବାର ଏକ ଉତ୍ତମ ଦିନ ବୋଲି ମନେ କରାଯାଉଅଛି, ଯାହା ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ପର୍ଯ୍ୟନ୍ତ ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।